ସଅଳ ଶୋଇ ସଅଳ ଉଠିବା ଜଣେ ମଣିଷକୁ ସୁସ୍ଥ, ଧନୀ ଏବଂ ଜ୍ଞାନୀ କରିଦିଏ। ସମ୍ପର୍କର ହାତ ଛାଡ଼ିବା ପୂର୍ବରୁ ଥରେ ଭାବି ଦେଖନ୍ତୁ କେତେ ଠୋକର ଖାଇ ଷ୍ଟ୍ରଙ୍ଗ ହୋଇଛି ଏ ସମ୍ପର୍କ। ମନ୍ଦ ଏହା ଏକ ଡଙ୍ଗାର ଛିଦ୍ର ପରି, ଛୋଟ ହେଉ ବା ବଡ଼, ଦିନେ ଏହା ଜୀବନ ଡଙ୍ଗାକୁ ବୁଡ଼େଇ ଦେଇଥାଏ। ଦୁନିଆରେ ସେହି ଲୋକଙ୍କୁ ଅଧିକ ଦୁଃଖ ମିଳେ ଯିଏ ସମସ୍ତଙ୍କୁ ନିଜର ବୋଲି ଭାବେ, କାହିଁକି ନା ତୁମକୁ ବୁଝେଇବା ମଣିଷ ତ ବହୁତ ମିଳିବେ, କିନ୍ତୁ ତୁମକୁ ବୁଝିବା ମଣିଷ ଖୁବ୍ କମ୍ ମିଳିବେ। ଯେଉଁଠି ଚେଷ୍ଟାର ଉଚ୍ଚତା ଅଧିକ ଥାଏ ସେଇଠି ଭାଗ୍ୟ ନଇବାକୁ ବାଧ୍ୟ ହୋଇଥାଏ। ଚେଷ୍ଟା ଜାରି ରଖିଲେ ଦିନେ ନା ଦିନେ ଭାଗ୍ୟ ନିଶ୍ଚୟ ବଦଳିଯିବ। ସୁଖ ହେଉଛି ଏକ ଅନୁଭବ ଯାହାକୁ ସମସ୍ତେ ଖୋଜନ୍ତି। ଦୁଃଖ ହେଉଛି ଏକ ଅନୁଭୂତି ଯାହା ସମସ୍ତଙ୍କ ପାଖରେ ଅଛି। ଯେମିତି ମନର ଭାବନା ରଖିବ ସେମିତି ହିଁ ପାଇବ। ତେଣୁ ସବୁବେଳେ ନିଜ ଭାବନାକୁ ସକାରାତ୍ମକ ରଖନ୍ତୁ। ଅତୀତକୁ ଅତ୍ୟଧିକ ଭାବିଲେ ଆଖିରୁ ଲୁହ ଆସିଥାଏ। ଭବିଷ୍ୟତକୁ ବେଶୀ ଚିନ୍ତା କଲେ ମନରେ ଭୟ ସୃଷ୍ଟି ହୁଏ। ଆଉ ବର୍ତ୍ତମାନକୁ ହସି ହସି ଉପଭୋଗ କଲେ ଜୀବନ ସୁନ୍ଦର ହୋଇଥାଏ। ସେବା ସମସ୍ତଙ୍କର କର, କିନ୍ତୁ ଆଶା କାହାଠାରୁ ମଧ୍ୟ ରଖ ନାହିଁ, କାରଣ ସେବାର ପ୍ରକୃତ ମୂଲ୍ୟ କେବଳ ଭଗବାନ ହିଁ ଦେଇପାରିବେ, ମନୁଷ୍ୟ ନୁହେଁ। ସଅଳ ଶୋଇ ସଅଳ ଉଠିବା ଜଣେ ମଣିଷକୁ ସୁସ୍ଥ, ଧନୀ ଏବଂ ଜ୍ଞାନୀ କରିଦିଏ। ସମ୍ପର୍କର ହାତ ଛାଡ଼ିବା ପୂର୍ବରୁ ଥରେ ଭାବି ଦେଖନ୍ତୁ କେତେ ଠୋକର ଖାଇ ଷ୍ଟ୍ରଙ୍ଗ ହୋଇଛି ଏ ସମ୍ପର୍କ। ମନ୍ଦ ଏହା ଏକ ଡଙ୍ଗାର ଛିଦ୍ର ପରି, ଛୋଟ ହେଉ ବା ବଡ଼, ଦିନେ ଏହା ଜୀବନ ଡଙ୍ଗାକୁ ବୁଡ଼େଇ ଦେଇଥାଏ। ଦୁନିଆରେ ସେହି ଲୋକଙ୍କୁ ଅଧିକ ଦୁଃଖ ମିଳେ ଯିଏ ସମସ୍ତଙ୍କୁ ନିଜର ବୋଲି ଭାବେ, କାହିଁକି ନା ତୁମକୁ ବୁଝେଇବା ମଣିଷ ତ ବହୁତ ମିଳିବେ, କିନ୍ତୁ ତୁମକୁ ବୁଝିବା ମଣିଷ ଖୁବ୍ କମ୍ ମିଳିବେ। ଯେଉଁଠି ଚେଷ୍ଟାର ଉଚ୍ଚତା ଅଧିକ ଥାଏ ସେଇଠି ଭାଗ୍ୟ ନଇବାକୁ ବାଧ୍ୟ ହୋଇଥାଏ। ଚେଷ୍ଟା ଜାରି ରଖିଲେ ଦିନେ ନା ଦିନେ ଭାଗ୍ୟ ନିଶ୍ଚୟ ବଦଳିଯିବ। ସୁଖ ହେଉଛି ଏକ ଅନୁଭବ ଯାହାକୁ ସମସ୍ତେ ଖୋଜନ୍ତି। ଦୁଃଖ ହେଉଛି ଏକ ଅନୁଭୂତି ଯାହା ସମସ୍ତଙ୍କ ପାଖରେ ଅଛି। ଯେମିତି ମନର ଭାବନା ରଖିବ ସେମିତି ହିଁ ପାଇବ। ତେଣୁ ସବୁବେଳେ ନିଜ ଭାବନାକୁ ସକାରାତ୍ମକ ରଖନ୍ତୁ। ଅତୀତକୁ ଅତ୍ୟଧିକ ଭାବିଲେ ଆଖିରୁ ଲୁହ ଆସିଥାଏ। ଭବିଷ୍ୟତକୁ ବେଶୀ ଚିନ୍ତା କଲେ ମନରେ ଭୟ ସୃଷ୍ଟି ହୁଏ। ଆଉ ବର୍ତ୍ତମାନକୁ ହସି ହସି ଉପଭୋଗ କଲେ ଜୀବନ ସୁନ୍ଦର ହୋଇଥାଏ। ସେବା ସମସ୍ତଙ୍କର କର, କିନ୍ତୁ ଆଶା କାହାଠାରୁ ମଧ୍ୟ ରଖ ନାହିଁ, କାରଣ ସେବାର ପ୍ରକୃତ ମୂଲ୍ୟ କେବଳ ଭଗବାନ ହିଁ ଦେଇପାରିବେ, ମନୁଷ୍ୟ ନୁହେଁ।